ଗୋଟିଏ ଦିନର କଥା। ଜଙ୍ଗଲର ରାଜା ତାଙ୍କ ସୈନିକମାନଙ୍କୁ ଜଙ୍ଗଲକୁ ପଠେଇଥିଲେ ଆଜି ସନ୍ଧ୍ୟାରେ ସବୁ ଚଢ଼େଇ ମହଲକୁ ଯିବେ ବୋଲି। ଚଢ଼େଇମାନେ ଭୟଭୀତ ହେଇଯାଇଥିଲେ। କେଜାଣି ରାଜା କ'ଣ ପାଇଁ ଆମକୁ ମହଲକୁ ଡାକିଛନ୍ତି? ତୁମକୁ କ'ଣ ଲାଗୁଛି ଜଙ୍ଗଲରେ ସବୁ ଠିକ୍ ଥିବ ତ? ତୁମେ ଚିନ୍ତା କ'ଣ ପାଇଁ କରୁଛ? ଆମ ରାଜା ବିପଦ ବେଳେ ଆମ ସାଥ କେବେ ଛାଡ଼ନ୍ତି ନାହିଁ। ସନ୍ଧ୍ୟାରେ ଗଲେ ସବୁ କଥା ଜଣା ପଡ଼ିଯିବ। ଆଉ ଏପଟେ କଳା କାଉ ଓ ଗୋରି କାଉ ମେଳା ଦେଖିଯିବେ ବୋଲି ବାହାରୁଥିଲେ। କେତେ ଦିନ ପରେ ଆମେ ବାହାରକୁ ବୁଲିଯିବା ପାଇଁ ବାହାରିଛନ୍ତି। ଆମେ ତ ସେଇଠି 10 ଦିନ ହିଁ ରହିବା। ଆଉ କାଉଜି, ତମେ ବିଲକୁଲ ବି କଞ୍ଜୁସ ହବନି। ତୁମେ ମୋତେ ସବୁ ଦୋଳିର ଟିକେଟ୍ ଦେବ ଆଉ ମୁଁ ସବୁ ଦୋଳି ଖେଳିବି। ତୁମକୁ ମୁଁ ଯେତେ ଖୁସିରେ ରଖିଲେ ବି ତମେ ମୋତେ କଥା ଶୁଣାଉଛ। ମୁଁ ତ ଆଜି ମୋ ସବୁ ସାଙ୍ଗକୁ କହିବି, ମୁଁ ଆଜି ମେଳା ଦେଖିବାକୁ ଯାଉଛି। ଆଜି ସନ୍ଧ୍ୟାରେ ରାଜାଜୀ ତାଙ୍କ ମହଲକୁ ଆମମାନଙ୍କୁ ଡାକିଛନ୍ତି। ଆଗ ତାଙ୍କ କଥା ଶୁଣିବା, ତାପରେ କାଲି ମେଳା ଦେଖିଯିବା। ତାପରେ ସବୁ ପକ୍ଷୀ ରାଜାର ମହଲକୁ ଆସିଲେ। ପକ୍ଷୀମାନେ ଏଇ 3 ଦିନ ଭିତରେ ବହୁତ ଜୋରସେ ଝଡ଼ ତୋଫାନ ଆସିବ। ପଛଥର ଅପେକ୍ଷା ଏଇଥର ବହୁତ ବର୍ଷା ହେବାର ସମ୍ଭାବନା ଅଛି। ଯାହା ଘର ଭାଙ୍ଗି ଯାଇଛି ସେ ଗୋଟିଏ ନୂଆ ଘର ତିଆରି କରୁ, ଯେମିତି ତୁମେମାନେ ପଛରେ ଅସୁବିଧାରେ ନ ପଡ଼। ସବୁ ପକ୍ଷୀ ରାଜାଙ୍କର କଥା ଶୁଣି ମହଲରୁ ବାହାରକୁ ଆସିଲେ ଭାରି। କାଉଜି, ଏବେ ତ ଆମେ ବାହାରକୁ ଯିବାର ପ୍ଲାନ୍ କରିଥିଲେ, ଏ ରାଜା ପୁଣି କେଉଁଠୁ ଟପକି ପଡ଼ିଲେ। ତୁ କିଛି କରିପାରିବୁନି। ଆଉ ଆମ ଘର ତ ପ୍ରଥମରୁ ହିଁ ଭାଙ୍ଗି ଯାଇଛି। ଏବେ ମୁଁ ଆମ ଘର ପକ୍କା କରିବି। ଯେତେବେଳେ ସବୁ ପକ୍ଷୀ ଘରକୁ ଯାଉଥିଲେ ସେତେବେଳେ ବାଟରେ ପାରା ତା ବସାରେ ବସିଥିଲା। ଟିକି ଚଢ଼େଇ ପାରାକୁ କହୁଛି, ପାରା ଭାଇ, ତମେ କ'ଣ ପାଇଁ ମହଲକୁ ଗଲ ନାହିଁ ଆଜି? ତମେ ଜାଣିଛ ଆମ ଜଙ୍ଗଲକୁ ବହୁତ ଜୋରସେ ଝଡ଼ ତୋଫାନ ଆସିବାର ସମ୍ଭାବନା ଅଛି। ହଁ ଟିକି ଚଢ଼େଇ, ମୁଁ ଜାଣିଛି ଆମ ଜଙ୍ଗଲକୁ ବହୁତ ଜୋରସେ ଝଡ଼ ତୋଫାନ ଆସିବ ବୋଲି। ଆଉ କାଲି ଏ କଥା ମୁଁ ହିଁ ରାଜାକୁ ଯାଇକି କହିଥିଲି। ଆରେ ରେ, ଆମେ ତ ଏ କଥାକୁ ନେଇକି ଏତେ ଟେନସନରେ ଥିଲୁ। ପାରା, ତମେ ତ ବୁଢ଼ା ହେଇଗଲଣି, ସବୁବେଳେ କିଛି ନା କିଛି କଥା ଗୁଡ଼ାଏ କହୁଛ। ଗୋରି, ଚାଲ ଆମେ ଯିବା ମେଳା ଦେଖିବାକୁ। ଏ ପାରା ଆରଥର ବି ସେମିତି କହିଥିଲା। ସେତେବେଳେ ତ କାହିଁ କିଛି ହେଇନଥିଲା। କିନ୍ତୁ ଏଇଥର ସତରେ ଝଡ଼ ତୋଫାନ ଆସିବ। ତୁମେମାନେ ସମସ୍ତେ ନିଜ ନିଜ ଘର ପକ୍କା କରିନିଅ। ମୁଁ ବି ଯାଉଛି ମଜବୁତ କାଠ ଆଣିବି। କାଉଜି, ଆମର ଲେଟ୍ ହେଲାଣି। ଏଇ ବୁଢ଼ା ସବୁବେଳେ କିଛି ନା କିଛି କହୁଛି, ଚାଲ ଯିବା ଆମେ। ତାପରେ କଳା କାଉ ଆଉ ଗୋରି ମେଳା ଦେଖିବା ପାଇଁ ବାହାରିଲେ। କଳା କାଉ ଆଉ ଗୋରି ମେଳା ଦେଖିଯିବା ବେଳେ ବାଟରେ ଦେଖିଲେ ସବୁ ନିଜ ନିଜ ଘର ସଜାଡ଼ୁଛନ୍ତି। ତାପରେ ଗୋରି କାଉ ସମସ୍ତଙ୍କର ମଜାକ ଉଡ଼େଇବାରେ ଲାଗିଲା। ମୋଟି ଭଉଣୀ, ତୁ ତୋଠାରୁ ବେଶୀ ଓଜନର କାଠ କାଟୁଛୁ। ଦେଖିକି କାମ କର, ନହେଲେ ତୁ ମରିଯିବୁ। ଯା, ତୋ ଘରକୁ ଯାଇକି ତୁ ରେଷ୍ଟ କର ଯା। ଚୁଲବୁଲି, ତୁ ଏବେ ବୁଢ଼ୀ ହେଇଗଲୁଣି। ଯଦି ଝଡ଼ ତୋଫାନ ଆସିଲା ତ କ'ଣ ହେଇଗଲା? ତୁ ତ ସେମିତିରେ ବି ମରିବୁ ନା। ଆଉ ଟିକି ଚଢ଼େଇ, ତୋ ମୁହଁରୁ ଜଣାପଡ଼ିଛି ତୁ ଗୋଟିଏ ଚାକରାଣୀ ବୋଲି। ତୁ ଆଜି ବି ଯେଉଁ କାମ କରୁଛୁ ଚାକରାଣୀ ପରି କାମ କରୁଛୁ। ଗୋରି, ତୁ ଯୁଆଡ଼େ ଯାଉଛୁ ଯା, ତୁ ଆମକୁ ଡିଷ୍ଟର୍ବ କରନା। ଗୋରି, ତୁ ଆମର ମଜାକ ଉଡ଼ଉଛୁ ନା, ଦେଖିବୁ ତୋର ବି ଆମେ କାଲି ମଜାକ ଉଡ଼େଇବୁ। ମୁଁ ତ ତୁମମାନଙ୍କୁ ସତ କଥା କହୁଥିଲି, ଆଜିକାଲି ସତ କହିଲେ ବି ଖରାପ। ଲାଗିଯାଅ ପାଗଳକ ପରିକା କାମରେ। ତାପରେ କଳା କାଉ ଆଉ ଗୋରି ସେଇଠାରୁ ବାହାରି ମେଳା ଦେଖିବାକୁ ଗଲେ ଭାରି। ତାପରେ ସବୁ ପକ୍ଷୀ ବହୁତ କଷ୍ଟରେ ନିଜ ନିଜର ଘର ପକ୍କା କରିନେଲେ। ଏପଟେ କଳା କାଉ ଆଉ ତା ସ୍ତ୍ରୀ ଆଉ ତା ପୁଅ ମେଳାରେ ବହୁତ ମଜା କରୁଥିଲେ। ତା ପରଦିନ ଜଙ୍ଗଲରେ ବହୁତ ଜୋରସେ ଝଡ଼ ତୋଫାନ ଆସିଲା। ବର୍ଷା ପବନ ଏତେ ଜୋରସେ ହେଉଥିଲା ଯେ ସବୁ ପୁରୁଣା ଘର ଗୁଡ଼ିକ ସବୁ ଭାଙ୍ଗିଗଲା। ସେ ଘର ଭିତରୁ ଗୋଟିଏ ଘର କଳା କାଉ ଆଉ ଗୋରିର ଥିଲା। ସେ ଘରଟି ତ ପ୍ରଥମରୁ ଭଙ୍ଗା ଥିଲା, ଆଉ ଅତ୍ୟଧିକ ପବନ ହେବାରୁ ସେ ଘରଟି ତଳେ ପଡ଼ିଗଲା। ଆଉ ଏପଟେ କଳା କାଉ ଆଉ ଗୋରି ମେଳା ଦେଖିବାରେ ବ୍ୟସ୍ତ ଥିଲେ। ସେମାନଙ୍କୁ ଏ କଥା ବି ଜଣା ନାହିଁ ସତରେ ଜଙ୍ଗଲକୁ ଝଡ଼ ତୋଫାନ ଆସିଛି ବୋଲି। ଯେଉଁ ପକ୍ଷୀମାନେ ଘର ପକ୍କା କରି ନେଇଥିଲେ ସେଇମାନେ ଘର ଭିତରେ ରହିକି ବର୍ଷାର ଆନନ୍ଦ ନେଉଥିଲେ। କଳା କାଉ ଆଉ ଗୋରି ମେଳା ଦେଖି ଜଙ୍ଗଲକୁ ଫେରୁଥିଲେ। ବାଟରେ ବହୁତ ବର୍ଷା ହେବା ଦେଖି ସେମାନେ ଆଶ୍ଚର୍ଯ୍ୟ ହେଇଗଲେ। କାଉଜି, ଆମ ଘର ତ ପୁରା ଭାଙ୍ଗି ଯାଇଛି। ଆମେ ସେଠି ମଜାମସ୍ତି କରିଥିଲେ ଆଉ ଏଠି ଆମ ଘର ଭାଙ୍ଗିଗଲା। ତୁମେ ମୋତେ ମେଳା ଦେଖି ଯିବା ପାଇଁ ବାଧ୍ୟ କଲ ଆଉ କହିଲ ପାରା ମିଛ କହୁଛି ବୋଲି। ଏବେ ଆଉ କିଛି କରିବା ଦରକାର ନାହିଁ। ହଁ, ସବୁ ଦୋଷ ତ ମୋର। ଖାଲି ନିଜ ଭୁଲଟା ତ ତମକୁ କେବେ ଦେଖାଯିବନି। ମୋର ତ ମେଳା ଦେଖିଯିବାର ମନ ଥିଲା। ସବୁ ପଇସା ତ ଆମେ ଦୋଳି ଖେଳିଦେଲେ ଆଉ ଖାଇଦେଲେ। ଏବେ ଆମେ କ'ଣ କରିବା? କୁଆଡ଼େ ଯିବା? ତାପରେ ସେମାନେ ସେଇଠୁ ଗଲେ ଭାରି। ଦେଖିଲେ କିଛି ଦୂରରେ ଗୋଟିଏ କାଠର ଘର ଅଛି। ସେମାନେ ଦୁଇଜଣ ସେଇଠାକୁ ଗଲେ। ତାପରେ କବାଟ ବଢ଼େଇବାକୁ ଲାଗିଲେ।
କିଏ ଅଛି ବାହାରେ? ମୁଁ କହୁଛି ଝୁମୁରି ଭଉଣୀ, ତମ ଘରକୁ ଯିବାକୁ ଦିଅ। ବାହାରେ ବହୁତ ଥଣ୍ଡା ଲାଗୁଛି, ଆଉ ଆମ ଘର ଭାଙ୍ଗି ଯାଇଛି। ଏବେ ତତେ ମଜା ଲାଗୁନି? ମେଳାକୁ ଦେଖିଯିବା ପୂର୍ବରୁ ଆମର କେତେ ମଜାକ ଉଡ଼େଇଥିଲୁ। ତତେ କ'ଣ ଲାଗୁଛି ମୁଁ ମୋର ମଜାକ ସହିଯିବି ଆଉ ତତେ ଘରକୁ ଡାକିବି? ଏମିତି ହେଇପାରିବନି, ତୁ ଏଇଠୁ ଯା ଭାରି। ତାପରେ ସେମାନେ ସେଇଠୁ ଉଡ଼ିକି ବୁଲବୁଲ ଘର ପାଖକୁ ଗଲେ। ବର୍ଷା ଆହୁରି ଜୋରରେ ବଢ଼ିବାକୁ ଲାଗିଲା। ସେମାନେ ବୁଲବୁଲ ଘରକୁ ଯାଇ କବାଟ ବାଡ଼େଇବାକୁ ଲାଗିଲେ। ବୁଲବୁଲ, ବୁଲବୁଲ, ଆମମାନଙ୍କୁ ତୁମ ଘରକୁ ଯିବାକୁ ଦିଅ। ବର୍ଷା ବହୁତ ଜୋରସେ ହେଉଛି। କିଏ ବୁଲବୁଲ? କୋଉ ବୁଲବୁଲ? ଯାହାକୁ ତମେମାନେ କହିଥିଲ ସେମିତି ହିଁ ମରିଯିବ, ସେଇ ବୁଲବୁଲ? ତୁମେମାନେ ମୋ ଘର ପାଖରୁ ଯାଅ ଭାରି। ତାପରେ ସେମାନେ ସବୁ ଟିକି ଚଢ଼େଇ ଘର ପାଖକୁ ଗଲେ। ଟିକି ଚଢ଼େଇ, ମୋ ଭଉଣୀ, ଆମକୁ ତମ ଘରକୁ ଯିବାକୁ ଦିଅ। ଯଦି ମୋ ପୁଅ ଏ ବାହାରେ ଆଉ ଟିକେ ସମୟ ରହିବ ତାହେଲେ ତା ଦେହ ଖରାପ ହେଇଯିବ। ତୁମେ ସବୁ ଏଇଠୁ ଯାଅ ଭାରି, ଯୋଉଠୁ ଆସିଛ ସେଇଠିକି ଯାଅ ଭାରି। ତମମାନଙ୍କୁ ତ ପ୍ରଥମରୁ କୁହାହେଇଛି ତମ ଘର ପକ୍କା କରିବା ପାଇଁ। ତମମାନଙ୍କୁ ତ ମେଳା ଦେଖିବାକୁ ଇଚ୍ଛା ହେଉଥିଲା। ଟିକି ଚଢ଼େଇ, ପ୍ଲିଜ୍ କବାଟ ଖୋଲିଦିଅ, ଏଥିପାଇଁ ଆମେ ବହୁତ ଦୁଃଖିତ। ପ୍ଲିଜ୍ ଟିକି ଭଉଣୀ। ତାପରେ ଟିକି ଚଢ଼େଇ କବାଟ ଖୋଲିଲା ଆଉ ସେମାନେ ଟିକି ଚଢ଼େଇ ଘର ଭିତରକୁ ଗଲେ। ସରି ଟିକି ଭଉଣୀ, ତୁମମାନଙ୍କର ମଜାକ ଉଡ଼େଇବାର ମୋର ନଥିଲା। ତୁମେମାନେ ତ ସେତେବେଳେ କିଛି କରିଲ ନା, ଆଉ ଏବେ ମନ ଦୁଃଖ କରିଲେ ଲାଭ କ'ଣ? କିନ୍ତୁ ଆମେମାନେ ଆଗରୁ ହିଁ ଘର ମଜବୁତ କରିଦେଇଥିଲୁ। ହଁ ଟିକି ଭଉଣୀ, ତମେ ଠିକ୍ କଥା କହୁଛ। ଆମେମାନେ ବି ସମୟ ହେବା ପୂର୍ବରୁ ଏସବୁ କାମ କରିବାର ଥିଲା। ଯଦି ମୁଁ ଆଗରୁ ଘର କରିଦେଇଥାନ୍ତି ଆଜି ଏମିତି ହଇରାଣ ହେବାକୁ ପଡ଼ିନଥାନ୍ତା। ତ ସାଙ୍ଗମାନେ, ଏ ଗପଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ।